ରହୁଛି ଅଳକା ଅଳକା ଆରେ କୁଆଡ଼େ ଗଲା ଟିକେ ଦେଖିପାରୁଛ ତମେ ତ ମଳିକା କେତେବେଳେ ଖୁସିକୁ ଚାକିରି ନେଇ ଆସିଛି ଅଳକା नक्सीवन मुझे बैंक फाइनान्स अप्लाई करती ऑर्डर ही जाइए कौ खुशी तुम गोड़ आज तले लुनी कौन गणदय कर फेरीच ना सीमांत शत्रु मान गणदय कर विजय टीका दिन आसीच कौ खुशी तुम पाद आज तले लगुनि आज शुणिले तुम खुशी हम कौन बैंक मुझे फाइनान्स अप्लाई करती हाँ से ऑर्डर ही जाइए फाइनान्स जो आम नर्सिंग दरकार सब बैंक फाइनान्स मैनेजर फोन जमीन कौन नर्सिंग होम और नर्सिंग होम के सामान हो पार जहाँ सब संभव हो पार मोर चेष्टा उद्यम और परिश्रम फल तमें भूल कहल नहीं बाबू ये जहाँ सब संभव है सब केवल मो झील लगी ये दिन तुम घर को आसी तुम भाग्य बदली जाइए मो भाग्य घरे पूरा ताला पड़ी जो दिन सी मो घर यूनिफर्म लगे तुम घर को आसी मो घर पूरा से अस्वीकार करूनी अलका सहित मोर विवाह पर मो सफलतार गोटे पर गोटे सीढ़ी चढ़ी जाए धन संपत्ति ए घर पूरी उठी आते मो घर को लक्ष्मी अलका टेबल पर जो फाइल अच्छी शीघ्र नहीं आस अरे मत आज बैंक को जाए मैनेजर देखा करा पड़ो अरे जाओ ठीक अच्छे तुम अपेक्षा कर सुवर्ष शीघ्र जो कम करने भाई शीघ्र करदेटा उचित कारण ये आज कथा पड़ा काली नहीं ठीक अच्छे अपा आप गोटे कम करूँ लेबर जोगाड़ कर बिल्डिंग कामटा आरंभ कर दिखाँ आ बिल्डिंग काम जमी खूब शीघ्र सरी जाए आते शीघ्र हम कम जमी करवा दरकार मरुकिना गोटे चिंता करनी टीवी पेपर एमती हाराज बाहर करदेवी देख आसार केरे जुआ उठिला भाई लेबर कंट्राक्टर मैंने पूरा खाली जुआ छुटिब तुम मन भर से ओल्ड ट्रेडिशन जमा भी गलानी अरे जिते शुभ कम बाहर को गला बेले धूप दीप पूजा करवा तुम गोटे अभ्यास हो गला ठीक अच्छे कौन से शुभ कार्य घर बाहर बेले बंदापना करवाटा निहाती दरकार यही साधव पुओ मैंने बणिज को गला बेले साधव पुओ मैंने बंदापना करती ठीक सेमती मो झी अलकार हाथटा अनुकूलता आरंभ करदे देख तुम भाग्यर दीपटा खाली दीपर लाइट भरी आग को मारी चलो हेलो अलका ये शीघ्र बंदापना करे
ମାଛ ଅଗା ବାଏ ଆରେ ତୁ କୁଆଡେ ବାହାରିଛୁ ହାତ ମରୁକିନା ବୃହସ୍ପତି ଘରେ ପୁରା ରାହୁ ପଶିଗଲା ପୁରା ପଶି ପୁରା ଘାଣ୍ଟି ପକେଇଲା କଣ ଭଲ ସମୁଦି ବୈନ ଦେବକୁ ଅମୃତ ବେଳା ମୌଲି ମତ ପହଞ୍ଚ ହେଲା ପହଞ୍ଚ ହେଇଥିଲେ ପଞ୍ଚମା ବୃହସ୍ପତି ଠିକ ସମୟରେ ଆସିବ ଏମିତିକା ସମୟ କଣ କେବେ ଆସିବ ହଉ ଜାଣିବ ତମେ ଆସ ମୁଁ ବାହାରେ ଅପେକ୍ଷା କରୁଛି ତ ମା ମରୁଥିଲା ଦେଖ ମହୁମା ମୁଁ ଯଦି ଜାଣିଥାନ୍ତି ମୋହିତ ଶୁଭ କାମରେ ବାହାରିଛି ମୁଁ କେବେ ତାକୁ ପଛରୁ ଡାକି ନଥାନ୍ତି ଆଉ ଏମିତି ବି କହିବାକୁ ଗଲେ ଅନ୍ୟମାନେ ସିନା ପଛରୁ ଡାକିଲେ ଅଶୁଭ ହୁଏ ହେଲେ ବାପା ମା ମାନେ ପଛରୁ ଡାକିଲେ ଅଶୁଭ ହୁଏନି ରେ ମା କହୁଥିଲି କି ଗୀତା ବାହାଘର ଆଜକୁ ଅନେକ ଦିନ ହେଇଗଲାଣି ଆରେ ତା ଶାଶୁଘର ଦୁଆର ଆମେ ଜମା ମାରିନି ଯଦି ତମେ ମୋହିତକୁ କୁହ ତ ସିଏ ଟିକେ ବୁଲି ଆସନ୍ତା ଗୀତା କଣ ତା ପାଇଁ କିଛି କରିନି ୟାରି ସୁଖ ପାଇଁ ସେ ନିଜେ ଅହରହ ଜାଣି ଦେଇଛି ଆରେ ଏ ମୋହିତ ପାଇଁ ସିଏ ଯାହା କରିଛି କୌଣସି ମା ବି ତା ପୁଅ ପାଇଁ ସେତିକି କରିବନି ଅନ୍ତ ଫାଡ଼ି ଜନ୍ମ ନଦେଲେ ବି ମାର କୌଣସି ସୁଖରୁ ଟିକେ ବି ଉଡ଼ା କରିନି ୟାକୁ ମଣିଷ କରିବାକୁ ଯାଇ ସେ ନିଜକୁ ଅହରହ ଜାଳି ଦେଇଛି ଆଉ ତାହାରି ଛିଡ଼ା ପଡ଼ୋଶ କାଦିରେ ଏହାରି ଲୁହକୁ ପୋଛି ଦେଇଛି ଆଉ ଆହାରି ମଳମୂତ୍ରକୁ ସେ ଅମୃତ ପରି ଦେହରେ ବୋଳି ଦେଇଛି ମୁଁ ସେଇ କର୍ତ୍ତବ୍ୟ କଥା ତମକୁ ପଚାରୁଛି ମହୁମା ଆରେ ଯୋଉ ଭଉଣୀ କର୍ତ୍ତବ୍ୟ କରିବାକୁ ଯାଇ ସ୍ୱେଚ୍ଛାକୃତ ଅବସର ନେଇ ଭାଇ ତାକୁ ଡାକ୍ତର କରିପାରିଲା ସେ ଭାଇର କର୍ତ୍ତବ୍ୟ ସ୍ୱରୂପ ଇଏ ତାକୁ ଦେଇଛି କଣ ଆରେ ଯୋଉ ଭଉଣୀ ସ୍ନେହ ମମତା ଦେଇ ଏମାନଙ୍କୁ ସମାଜରେ ପ୍ରତିଷ୍ଠିତ କରିପାରିଲା ଆରେ ସେ ଭଉଣୀକୁ ଏମାନେ ଦେଇଛନ୍ତି କଣ ଦେଖ ବାପା ମୁଁ ମାନୁଛି ବାପା ମୋତେ ଅନେକ କିଛି କରିଛି ଧରି ବସିଲେ ତ ସଂସାର କରିବନି ତାପରେ ଅପା ଯାହା କରିଛି ଗୋଟେ ଭଉଣୀ ତା ଭଉଣୀ ବାପାକୁ ଭଲରେ ବୁଝେଇ ଦିଅ ଭାଷା ସଂଯୋଗ କରି କଥାବାର୍ତ୍ତା କର ତା ନହେଲେ ତମ ପ୍ରଶ୍ନର ଉତ୍ତର ଦେବାକୁ ଗୋଟେ ବେଶୀ ସମୟ ଲାଗିନଥାନ୍ତା କିନ୍ତୁ କହିପାରୁନି ଏଇଥିପାଇଁ ଯେ ତମେ ମୋ ବୋହୂ ଆଉ ମୁଁ ତ ମୋ ଶ୍ୱଶୁର ତମେ ଝିଅ ଆଉ ମୋ ବାପ କିଛି କରି ନ ପାରିଥିଲେ ଚପଲରେ ପିଟି ପିଟି ବୁଝେଇ ଦେଇଥାନ୍ତେ ବଡ଼ମାନଙ୍କୁ କେମିତି ସମ୍ମାନ ଦେବା ଦରକାର ଚପଲରେ ନୁହଁ ତମ ଭାଇ ଉଠ ଚୌଧୁରୀ ଜାଣିଲ ଲୋକ ଏହା ତାର ଅଧିକ ଶାସ୍ତି ଦରକାର ସିନା ଚାପି ଯାଉଛୁ ମୋ ସାମ୍ନାରେ ମୋ ସ୍ତ୍ରୀକୁ ତୁ ଅପମାନ କରୁଛୁ ତମ ସାମ୍ନାରେ ଭାଉଜ ଦେଖାଦେଲେ ଦାଦା ଅସମ୍ମାନ କରୁଛନ୍ତି ସେତେବେଳେ ତ ତମ ସମ୍ମାନ ଚାଲି ଯାଉନି ଆଉ ତମ ସାମ୍ନାରେ ତମ ସ୍ତ୍ରୀକୁ ଅପମାନ କରେ
ତମ ସମ୍ମାନ ଚାଲି ଯାଉଛି କେମିତି? ଜବାବ ଦିଅ। ଆରେ ତୁ ଟିକେ ଚୁପ୍ କର ବାପ। ମୋ ସାମ୍ନାରେ ଭାଉଜ ତମକୁ ଯାହା ନାହିଁ ତାହା କହିଯିବେ, ଆଉ ସେ କଥାକୁ ନିରବରେ ସହିଯିବି। ଆରେ ବିଶ୍ୱାସର ସାର ଗ୍ରାମ ଯୋଉଠି ପଥର ପାଲଟି ଯାଇଛି, ଭରସାର ନଈରେ ଯୋଉଠି ଜୁଆର ବଢି ଆସିଛି, ଆଶାର ପାହାଡ଼ ଯୋଉଠି ଭାଙ୍ଗି ଖଣ୍ଡ ବିଖଣ୍ଡିତ ହେଇଯାଇଛି, ସେଠି ନିୟମ ରହିବା ବ୍ୟତୀତ ଆଉ କିଛି କରିବାର ନାହିଁ। ଯୋଉଠି ଗୋଟିଏ ବହୁ ପୁଅ ସାମ୍ନାରେ ତା ବାପାକୁ ଅସଭ୍ୟବହାର କରିବା ପରେ ପୁଅ ନିୟମରେ ସମର୍ଥନ କରିପାରେ, ସେଠି ନିୟମ ରହିବା ବ୍ୟତୀତ ଆଉ କଣ କରାଯାଇପାରେ? ତମେ ଠିକ କହିଛ। ମୋ ସ୍ତ୍ରୀ ମରିଗଲା ପରେ ମୁଁ ଦ୍ୱିତୀୟ ବିବାହ କରି ମସ୍ତ ବଡ଼ ଭୁଲ କରିଛି। ତମେ ଆଜି ପରୋକ୍ଷରେ ମୋ ପରି ସ୍ତ୍ରୀ ଭରା ସ୍ୱାଭିମାନକୁ ଲଢ଼େଇ ଦେଲ, ନିଜର ସୁଖକୁ ଜଳାଞ୍ଜଳି ଦେଇ ପିଲାମାନଙ୍କର ଭବିଷ୍ୟତ ପାଇଁ ଦ୍ୱିତୀୟ ବିବାହ ନ କରିବାର ଫଳଟା ଠିକ ଏହା। ତମେ ଠିକ କରୁଛ, ମୁଁ ଭୁଲ କରିଛି, ଆଉ ସେଇ ଭୁଲ ପାଇଁ ମୁଁ ଆଜି ସବୁ ଆଗରେ ଚାପୁଡ଼ା ଖାଉଛି। ତମେ ଖୁସି ହେଇପାରିଲ ତ? ତମେ ଅନ୍ଧ ହେଇଯାଇଛ ଭାଇ। ସ୍ତ୍ରୀ ପ୍ରେମରେ ପଡ଼ି ତମେ ମାନବିକତା ହରେଇ ବସିଛ। କିନ୍ତୁ ମନେ ରଖ ଭାଇ, ଅର୍ଥ ପାଟିରେ ଅନ୍ଧାଳି ତମେ ଯୋଉ ବାପ ଆସି ଲୁହ ଧରେଇଲ, ସେଇ ଲୁହ ଧରେଇ ତମକୁ ଦିନେ ଅନୁତାପ କରିବାକୁ ପଡ଼ିବ। ତମର ଗର୍ବ ଅହଙ୍କାର ସବୁ ପାଉଁଶ ହେଇଯିବ ଭାଇ, ପାଉଁଶ ହେଇଯିବ। କେମିତିକା ବେଳେ ରାତି ପାଇ କେବଳ ଟେନସନ ଦିନଟା ଗଲା। ମୁଁ ତ ହେଲାଣି ମତେ ଟିକେ ସାହାଯ୍ୟ କଲେ, ମୁଁ ବଡ ଅଡୁଆରେ ପଡିଯାଇଛି, ତୁ ମତେ ଟିକେ ସାହାଯ୍ୟ କର। ବିପଦରେ ପଡିଥିବା ଲୋକକୁ ସାହାଯ୍ୟ କରିବା ପାଇଁ ପୋଲିସ ଷ୍ଟେସନ ଅଛି, ଆସିବାର ମାନେ ନା ମିଛ
ଦେଇଛ ପ୍ରାୟତଃ ମୁରୁଆ ମୁକ୍ତ ହେଇଯିବି ଅପା ଦେଇଥିବାରୁ ଦାମ ମାତ୍ର 10,000 ଟଙ୍କା ଦେଇ ତମେ ପେପରରୁ ପଢି ମୁଁ ଆସିଛି ଅପା ନିଜ ମରଣ କେନ୍ଦ୍ରରେ ଜଳିତ ଭାଇ ହାତରେ ଆଉ ରଘୁ ମଉସାଙ୍କ ଠାରୁ ଶୁଣିବି ତ ଆସିବା ଖବର ମୁଁ ଏଠିକି ଚାଲି ଆସିବି ଆଉ ଯାହା ଶୁଣିଲି ତାହା ମୋର ପବିତ୍ର ହେବ